রজনী কোথা संपर्क नहीं केमिति हाँ अवश्य आगुरी संपर्क नथिला हेले एबे त हम संपर्क जोड़ी ही गई आ जो संपर्क ना होची शत्रुता आ मु होची तुम दुनिया रे प्रधान शत्रु नहीं नहीं समिति किछि भी भावना मो मन भितरे नहीं ता छड़ा तुमे तो होचो मो पे जने अचणा अशुणा व्यक्ति विशेष हे अचणा अशुणा हेले केमिति सती मो अचणा अशुणा हे कांती मते को तुम हिरण्य बाबू बोली संबोधन करिता हां चिन्हा जणा रे परिचय रखि आवश्यक न थाए हम देशर प्रधानमंत्री को नाम जानिछु या बोले हमें कोन कहबा से हमर जणा सुना समते तमे होचो पीताम्बर बाबू को भणजा और तुम ना होची हिरण्य जानि थिल बोली कहि देली छाड़ से कथा को कोन जरूरी काम अछि को तो जरूरी कामटा हला मु आसी मो अपराधर प्रायश्चित करने ना मो घरटा मुक्ति मंडप ना कौन से धर्मपीठ ना महोदधि ना गंगा नदी किसी भी नुह तद भी किसी अपराध कर भावुच ताहले जय को पंडित सहित साक्षात कर मो घर कौन पे कथारे अच्छी सकल तीर्थ तो चरणे से परिप्रेक्षी प्रथमे मु तुम पाखे जड़े सांसारिक अपराधी समाज श्रृंखला मु जड़े असामाजिक जघन्य अपराधी तेणुक मो भूल प्रायश्चित करने इच्छा करे ना सेमती किसी भी मो आवश्यकता मन करे आवश्यक मोर अच्छी तुम्हें केवल मत टे मुक्ति दब मुक्ति केमी देख मूल्य बाबू बड़का जहाँ भी तुम पत्नी पूर्व भल भाव संपर्क को नहीं तुम भर कलह जो अलग मानसिक दुश्चिंतार रहा से आम परस्पर बहुत करने निष्पत्ति नहीं कटक चल कटक किसी दिन रहा से मत बहुत कर सफा सफा मना करदेला मुझे ससम्मान गाँव को नहीं आसिली तो पर स्त्री को उपभोग कर लालसा तो मन भर दूर हो जाना पुणी बहार कि आवश्यकता अच्छी मत विश्वास कर किसी भी खराब संपर्क आम आगुरी नाला कि केबे भी हेइनी मु सत कहूची अरे अलका गंगा जल भली पवित्र ओ पागल नुह तमे प्रेमिक प्रेमिका दुहे मास धरी जाई कटक रे एकाठी रहिलो पुणे विवाह करबा उद्देश्य रे तुम भीतर किसी शारीरिक संपर्क हेनी एक कथा कहले अन्य के विश्वास करिवे ना मो विश्वास करिवे ओ हला हला मो विश्वास करि जाई पारे हले हम समाज समाज को एक कथा को केबे भी विश्वास करिवो अरे प्रथमे तमे विश्वास करो
ବିଶ୍ୱାସ କଥା ମୁଁ ବୁଝି ନେବି। ମୋ ବିଶ୍ୱାସ ଅବିଶ୍ୱାସରେ ଆଉ କଣ ଅଛି? ମତେ ଛାଡି ଚାଲି ଯିବା ପରେ ମୋ ଦ୍ୱିତୀୟ ବିବାହ କରି ସାରିଛି। ଏଇ ଅଲିଭା ହଉଛି ମୋର ଦ୍ୱିତୀୟ ପତ୍ନୀ। ସେ ତା ପବିତ୍ରତାକୁ ନେଇ ରହୁ, ମୁଁ ମୋ ସଂସାରକୁ ନେଇ ବେଶ ଭଲରେ ଅଛି। ଅଳକାର ସାନ ଭଉଣୀ ହଉଛି ଅଲିଭା, ତେଣୁ ଦୁଇ ଭଉଣୀ କି ସଂସାର କଲେ ତମର କ୍ଷତି କଣ? ନାଇଁ, ସେମିତି ହେଇପାରିବନି। କାହିଁକି ନା ମୋ ବଡ ଭାଇ ଅପାକୁ ଝିଅନ୍ତା ସୁଧି ହେଇଛନ୍ତି, ସେଥିପାଇଁ ତାକୁ ଏଇ ଗାଁରେ କି ଘରେ ରହିବାକୁ ଅନୁମତି ମିଳିଲାନି। ଶେଷରେ ମଠରେ ସେ ଗୋଟେ ବନ୍ଦିନୀ ଭାବରେ ଅଛି। ତା ସହିତ ସମ୍ପର୍କ ରଖି ତାକୁ ଏ ଘରକୁ ଆମେ ଆଣିବୁ କେମିତି? ମାନେ ଅଳକେ ତମ ସମସ୍ତ ପାଇଁ ଜଣେ ସମ୍ପର୍କ ବିହୀନ ମଣିଷ? ମଣିଷ ନୁହଁ ବାବୁ, ସେ ଏକ ଝିଅନ୍ତା ପ୍ରେତ। କାହିଁକି ନା ତା ପାଇଁ ଆମେ ସମସ୍ତେ ସୁଧି ହେଇସାରିଛୁ। ଆରେ ସେଇ ଜିଅନ୍ତା ପ୍ରେତର ଅବସ୍ଥା ବର୍ତ୍ତମାନ ଶୋଚନୀୟ। ଆରେ ଶେଷ ହେଇଥିବା ସମୟରେ ସିଏ ଏସବୁ କଥା ଦେଖି ଚାଲିବି, ତମେ ତାକୁ ଟିକେ ଶେଷ ବିଦାୟ ଦବନି? ମାନେ ବିଦାୟ କିଛି ବୁଝିପାରିଲେନି? ଆରେ ତମେ ମାନେ ତାକୁ ଜିଅନ୍ତା ପ୍ରେତ ମନେ କଲେ ବି ସତକୁ ସତ ସେ ପ୍ରେତ ନୁହେଁ ନା। ଆରେ ସେ ଜଣେ ମଣିଷ। ଆରେ ସମ୍ପର୍କକୁ ଚୋରି ଚୋରି ଶରୀର ତାର କ୍ଷୀଣ ହେଇଗଲାଣି, ରୂପରେ ତାର ମଳିନତା ଆସିଗଲାଣି। କଥା ଭିତରେ ତାର ମାତ୍ର ଗୋଟିଏ ଶେଷ ଇଚ୍ଛା, ତମ ଫେରିବା ବାଟକୁ ସିଏ ଅନେଇ ବସିଛି। ତା ପାଇଁ ମୋ ମନ ଭିତରେ କିଛି ବି ଭାବନା ନାହିଁ। ଯନ୍ତ୍ରଣା ଶେଷ ସମୟରେ ପହଞ୍ଚି ବହୁତ କଷ୍ଟ ପାଉଛି ବିଚାର। ସିଏ ଯେମିତି କର୍ମ କରିବ ସେ ସେମିତି ଫଳ ପାଇବ। କିନ୍ତୁ ଅଳକାକୁ କଥା ଦେଇ ଆସିଛି, ଯେମିତି ହେଲେ ତମକୁ ତା ପାଖରେ ପହଞ୍ଚେଇ ଦେବି। ଜବରଦସ୍ତି ଗୁଣ୍ଡା ପଠାଇ ମତେ ଉଠାଇ ଦବ ନାହିଁ ବୋଲି ବାବୁ, ମୋର ଅପରାଧର ପ୍ରାୟଶ୍ଚିତ ପାଇଁ ମୁଁ ହାତ ଯୋଡ଼ି ଅନୁରୋଧ କରୁଛି। ମୋର ଏ ଛୋଟିଆ ଇଚ୍ଛାକୁ ତମେ ଗ୍ରହଣ କର। ସମ୍ପର୍କ ବିହୀନ ମଣିଷ ମାନଙ୍କର ଅନୁରୋଧ ମୋ ପାଇଁ ସମ୍ପୂର୍ଣ୍ଣ ମୂଲ୍ୟହୀନ। ତାହେଲେ ତମେ ହେଇଯାଅ ମୋ ପାଇଁ ଭଗବାନ। ମୋ ଭକ୍ତ ତମ ପାଖରେ ଅନୁନୟ ବିନତି ହେଇ ପ୍ରାର୍ଥନା କରୁଛି। ପାଶେ ସ୍ୱାମୀର ଶେଷ ଇଚ୍ଛା ମନେ କରି ମୋର ଏ ଶେଷ ଇଚ୍ଛାକୁ ତମେ ପୂରଣ କରିଦିଅ ଅମୂଲ୍ୟ ବାବୁ। ତମ ଗୋଡ ତଳେ ପଡୁଛି। କଣ ହଉଛି ଏସବୁ କି ଅଜବ କଥା? ଘର ଭିତରେ କିନେ ଉଠାଇ ଚାଲିଯିବା ପରେ ପୁଣି ଏଠି ଭକ୍ତ ଭଗବାନର ନାଟକ ଦେଖି ତଳେ କରି ଯାଉଛ। ଏ ଅଲିଭା, ସେ ବାବୁଙ୍କଠୁ ଉଠାଇ ବିଦାୟ କର ତାଙ୍କୁ। ଏମିତିରେ ତମ ମାନସିକ ଅବସ୍ଥା ଭଲ ନାହିଁ, ଆଉ ଯଦି ଅଧିକା କିଛି ପରିସ୍ଥିତି ଖରାପ ହୁଏ ତାହେଲେ କିଛି ବି ଅପ୍ରତିକର ପରିସ୍ଥିତି ସୃଷ୍ଟି ହେଇଯାଇପାରେ। ଉଠା ସେ ବାବୁଙ୍କୁ ବିଦାୟ କରେ। ଆରେ ବାବୁ ଉଠ, କାହିଁକି ଆମ ଘର ଭିତରେ ଏମିତି ପ୍ରହସନ କରିକି ଆମକୁ ଲଜ୍ଜା ଦଉଛ? ଗୋଟାଏ ପରେ ଗୋଟାଏ ସମସ୍ୟା ସୃଷ୍ଟି କରି ଆମକୁ ମାରିଦବ ନା କଣ? ଆରେ ବାବୁ ଉଠ, ଆରେ ବାବୁ। ଦେଖ ବାବୁ, ତମ କଥା ରଖି ଇଏ ଅପାକୁ ଦେଖା କରିବାକୁ ଯାଇପାରିବେନି। ଏଇଟା ହିଁ ତାଙ୍କର ଶେଷ କଥା। ତାହେଲେ ମୋର ବି ଶେଷ କଥା ଶୁଣିନି ମୁଁ ଆଦୌ ସହିପାରିବିନି। ମୁଁ କଥା ଦେଇ ଆସିଛି, ଯେମିତି ହେଲେ ଅମୂଲ୍ୟ ବାବୁକୁ ତା ପାଖରେ ପହଞ୍ଚେଇ ଦେବି। ଆଉ ଦରକାର ପଡ଼ିଲେ ମୁଁ ମୋ ଜୀବନକୁ ବି ବାଜି ଲଗାଇ ଦେଇପାରେ। ତମେ କଣ କରିବ କଣ ନ କରିବ ସେଟା ତମ ଉପରେ ନିର୍ଭର କରେ। ଉପନ୍ୟାସର କଥା ଅଳକା ମତେ କହୁଥିଲ, ତମେ ତ ସେ ଉପନ୍ୟାସକୁ ପୁରା ପଢି ସାରିଛ। ତମେ ଜାଣିଛ ଆଉ ମୁଁ ବି ଜାଣିଛି ସେ ଉପନ୍ୟାସର ଶେଷ କୋଉଠି। ତମ ଭଉଣୀ ନାୟିକା ହଉ କି ନ ହଉ, ମୁଁ କିନ୍ତୁ ମୋ ଚରିତ୍ରକୁ ବଦଳେଇ ଦେବି। ଖଳନାୟକ ମୁଁ ନୁହେଁ, ଖଳନାୟକ ଅମୂଲ୍ୟ ପ୍ରଧାନ। ଏଇଠି ମୁଁ ପ୍ରମାଣ କରିଦେବି। ନାୟକ ହବାକୁ ମୁଁ କେବେ ବି ଇଚ୍ଛା କରିନି। ଆଉ ତମେ ମତେ ଖଳନାୟକ ସଜାଇ ଦବ କଣ? ତା ଛଡା ସେ ଉପନ୍ୟାସରୁ ମତେ କଣ ମିଳିବ? ନା ସେ ଉପନ୍ୟାସ ମୁଁ ପଢିଛି, ନା ଉପନ୍ୟାସର ଚରିତ୍ର ହବାକୁ ମୁଁ କେବେ ବି ଇଚ୍ଛା କରିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଯାହା ସବୁ ଘଟିଛି ସବୁ ସେ ଉପନ୍ୟାସର ଘଟଣା ଭଳି। କିନ୍ତୁ ଆଜି ପର୍ଯ୍ୟନ୍ତ ଯାହା ସବୁ ଘଟିବ ତାହା ସମ୍ପୂର୍ଣ୍ଣ ଭିନ୍ନ। ତାହେଲେ ତମେ ଅଲଗା କରି ଲେଖି ପକାଉନ। ଏଠି ଆମ ମୁଣ୍ଡଟା କାହିଁକି ଖରାପ କରୁଛ? ଆରେ ମୁଣ୍ଡ ମୋର ଖରାପ ହେଇଯାଇଛି। ମୋ ମୁଣ୍ଡ ଖରାପ ହେଇଯାଇଛି।
ହୋଇଯାଇଛି ମୋ ମୁଣ୍ଡ। ତମେମାନେ ଯଦି ମତେ ପାପର ପ୍ରାୟଶ୍ଚିତ କରିବାକୁ ସୁଯୋଗ ନ ଦିଅ ତାହେଲେ ମୁଁ ଆଉ ଗୋଟେ ପାପ କରିବା ପାଇଁ ବାଧ୍ୟ ହେବି। ମୋ ସ୍ତ୍ରୀ ଅଲିଭାକୁ ପୁଣି ଥରେ ଉଠାଇ ନେଇ କଟକ ଚାଲିଯିବ ନା କଣ? କଟକ ଯିବିନି, ଆକୁ ଏଇଠି ମାରିଦେବି। ବାବୁ କଣ ହଉଛି ଏସବୁ? କାହିଁକି ଅଯଥାରେ ମୋ ଘରକୁ ଆସି ତମେ ଏମିତି ଝାମଲା କରୁଛ? କିନ୍ତୁ ମନେ ରଖ, ତମେ ମୋ ସ୍ତ୍ରୀ କି ମାରିଦେଲେ ବି ନା ସେ ଅଳକାକୁ ଦେଖା କରିବାକୁ ଯିବିନି।